नमस्कार सर कृषि जागरण स्वतंत्र लाइव सेशन कार्यक्रम को स्वागत करुछि मु सुदेशना आउ आज आम सहित जोग देइछन्ती जणे सफल चासी गजेंद्र बेहेरा जे कि हमको आज भर्मी कंपोस्ट उपरे बहुत किछि जणैबे चासी भाई भूणी मानको तो चलंतु तांको विषय रे आज हम कथावार्ता हबा। 1999 मसीहार प्रथम मु स्टार्ट करथिले ओडिशार प्राय तापरे देखिली जे भर्मी कंपोस्ट माने बहुत बहुत माने जिनिस दरकार ना प्राय आम पाखरे जते अलिया आवर्जना अछि सेही थिरु जे कि कंपोस्ट तयारी करी जे कि हमें अधिक उत्पादन एवं जो आमर माटी मा जो आज दुर्बल होईछि विभिन्न रोगग्रस्त आमे होउछन खाद्य पई जो अत्याधिक सार आ औषध प्रयोग कर सेति आमे रक्षा पाई परिबा जो जैविक खतर आमे निश्चित भाव चाष करि परिबा बहुत सहज भाव आमे ताको तयारी करि परिबा आ एवं आमे चाष ठीक भाव करी आमर जो क्षेत्र उत्पादन बढ़े पारे हमको माटी मार सुरक्षित करि पारे। आज्ञा तो सर मते टिके सरल भाषा रे बुझे परिबे ए भर्मी कंपोस्ट कोन टिके सरल भाषा रे हम चासी भाई भौणी के टिके बुझेई दियंतु माने एटा कोन। आज्ञा भर्मी कंपोस्ट एटा गोटे जैविक सार जेमिति आमर एनपीके जोरक सार आज्ञा सेरक ए भर्मी कंपोस्ट गोटे जैविक सार एटा जिया मानकर तांकर मलरू तयारी जो जिया मानक आमे 50 जिनस बा विभिन्न प्रकार जिनस दब जे आमे सेइथुरु तयारी होउची जो जिया खत जोटा आमे भर्मी कंपोस्ट कहउचंती एटा आज्ञा बहुत माने सहज भाबर हेइ आमर यार गुणमान भी मध्य कहि दउची आमर आज्ञा जेमिति 16 ରୁ 17 प्रकार खाद्य दरकार गोटे गछ जे आमे ए भर्मी कंपोस्ट जिया खतर जे कि से भला 16-17 प्रकार खाद्य भरपूर रही आज्ञा जे कि हम ऑर्गेनिक हिसाब रे बढ़िया बढ़िया माने फसल हम करि परिबा विभिन्न प्रकार आज्ञा यार माने सुविधा अछि। आज्ञा आउ सर जो भर्मी कंपोस्ट एटा केमिति प्रस्तुत हुए कंपोस्ट पई व्यवहार करा जाउतबा सब जो जैविक पदार्थ कोन कोन सब रहिछि ता ऊपर टिके कहिबे। ଆମର ଏଇ ଯୋଉ ଭର୍ମି କମ୍ପୋଷ୍ଟ ପାଇଁ ଯୋଉ ଜୈବିକ ପଦାର୍ଥ ଯାଇକି ଅନାବନା ଆମର ଧରନ୍ତୁ କଦଳୀ ଗଛ ଗୋଟେ ଆମେ କଦଳୀ କାଟିଲେ ତାର କାନ୍ଦି ତାର ଯୋଉ ଗୋଡଟା ଆମେ ପଡି ସେଠି ଅସନା ହଉଛି ବା ବିଭିନ୍ନ ପ୍ରକାର ଜୀବାଣୁ ସୃଷ୍ଟି ହଉଛନ୍ତି ତାର କଦଳୀ ଗଡ଼ ଏବଂ ପୋଖରୀର ଦଳ ଯୋଉ ମାଛ ଚାଷୀ ଭାଇ ମାନେ ଯୋଉ ହଇରାଣ ଆଜ୍ଞା ହଉଛନ୍ତି ପୋଖରୀ ଦଳ ଯାହାର ସେ ଛାଣି ଛାଣି ବହୁତ ତାଙ୍କର ମଜୁରୀ ଖର୍ଚ୍ଚ ହଉଛି ଏବଂ ଚାରିକଡ ଯୋଉ ପକଉଛନ୍ତି ତା ଦ୍ଵାରା ଯୋଉ ପାଣି ଯୋଉ ବିଶୁଦ୍ଧିତ ହଉଛି ସେ ପଚା ପାଣି ଗଡିକି ଆମେ ସେଇ ପୋଖରୀର ଦଳ ଆଉ ଗୋଟେ କଣ ହଉଛି ନା ଯେ ଆମର ଗାଈର ଆମର ବର୍ତ୍ତମାନ ଯୋଉ ଦାନାର କଷ୍ଟ ଆସିଲାଣି ସେଠି ଆଜ୍ଞା ଗାଈ ଗୋବର ଆମେ ବାହାରେ ମାନେ ଡ୍ରେନରେ ସବୁ ଭାସି ଦଉଛନ୍ତି ମୁଁ ଦେଖୁଛି ଆଜ୍ଞା ଯୋଉ ଡ୍ରେନରେ ବି ଛାଡି ଦଉଛନ୍ତି ଗାଈ ଗୋବର ଦରକାର ବା ଆମର ଯୋଉ ପାଖାପାଖିର ଆମର ଯୋଉ ଚାଷର ଯୋଉ ନଡାର ଆମେ କଣ କରୁଛୁ ନା ନା ନଡା ଆମେ ପଡି ପଡି ତା ଦେହରେ କେଚେଣ୍ଡା ହଉଛନ୍ତି ବିଭିନ୍ନ ପ୍ରକାର ଯୋଉ ଅସନା ଯୋଉ ଗନ୍ଧ କରୁଛି ସେଥିରେ ବି ପ୍ରାୟ ଚାଷୀ ଭାଇ ମାନେ ନଉନାହାନ୍ତି ବିଲକୁ ତାକୁ ମଧ୍ୟ ଯୋଉ ଗୋଟେ ପାଖର ଗୋଟେ ଥିବ ଖାଲ ଥିବ ନଚେତ ପୋଖରୀ ତା ଦେହରେ ଫିଙ୍ଗୁଛନ୍ତି ସେଗୁଡାକ ଆଜ୍ଞା ୟା ଦେହର ବି ଲାଗୁଛି ଏବଂ ଆଉ ଗୋଟେ ଆମର ସବୁ ଚାହିଁ ବେଷ୍ଟ ହଉଛି ଯେ ଅଳ୍ପ ମାତ୍ରା ଯେ କି ଗୋଟେ କୁଇଣ୍ଟାଲ ଖତର ପ୍ରତି ମାତ୍ର 200-250 ଗ୍ରାମ ଆଜୁଲା ମଧ୍ୟ ୟା ଦେହରେ ଦିଆଯାଇ ପାରୁଛି। ତାପରେ ଆଉ ଗୋଟେ ଆମର କଣ ଦିଆହଉଛି ଯୋଉ ମୁଗ ବିରିର ଭାଇ ମାନଙ୍କର ଯୋଉ ଆମର ସବୁ ମୁଗ ବିରି ଚୁପା ବାହାରେ ଫିଙ୍ଗା ହଉଛି ଆଜ୍ଞା ମୁଗ ବିରିର ତାର ଯୋଉ ୱେଷ୍ଟ ଟା ସେଟା ବାଦାମ ଚିନା ବାଦାମର ତାର ଯୋଉ ଆଜ୍ଞା ଗଛ ଏଇ ସବୁ ଜିନିଷ ଯୋଉ ଆମ ପାଖରେ ଭରପୁର ରହିଛି ବା ବିଭିନ୍ନ ପତ୍ର ପନିପରିବା ଏସବୁ ରହିଛି ତାର ସବୁ ଆମେ ଧରନ୍ତୁ କିଚେନ ଗାର୍ଡେନ ଯାହା ବାହାରିଲା ସେ ଜିନିଷ ଗୁଡାକ ସେ ବର୍ଜ୍ୟବସ୍ତୁ ଗୁଡାକ ସବୁଥିରେ ଏଥର ମାନେ ୟୁଜ କରି ହଉଛି। यूज कर पाउछंती आज्ञा तो सर भर्मी कंपोस्ट जो प्रस्तुत करूछंती ताकू प्रस्तुत करबा में केते दिन समय लागुछि। ଆମର ଏଇ ଯୋଉ ଟାଙ୍କି ଦେଖୁଛନ୍ତି ଏଟା 50 ଫୁଟର 10 ଫୁଟ ଟାଙ୍କି ଅଛି ଆହୁରି ମଧ୍ୟ ଆଜ୍ଞା ତା ପାଖକୁ ବହୁତ ଟାଙ୍କି ଅଛି 34ଟା ଆଜ୍ଞା ଟାଙ୍କି ମୁଁ କରିଛି ଯାଇକି ଟନ ଟନ ମାଲ ୟାଦରୁ ବାହାରୁଛି ଆମର ଏହାର ଆଜ୍ଞା ସମୟ ଦରକାର ବୋଲି କି ଯେ ଆମେ ଯେକୌଣସି ବର୍ଜ୍ୟବସ୍ତୁ ଆମେ ପଚେଇବା ତାର ଆଜ୍ଞା ପଚେଇବା ପାଇଁ ଗୋଟେ ଅଲଗା ହଉଛି କାରଣ ଆମର ଏଇ ବର୍ଷା ଦିନ ଗଲା ବିନା ମାନେ ପାଣିର ଯାଇକି ମୁଁ ତାକୁ କଣ କରୁଛି ନା ଗୋଟେ ଜାଗାର ସଡା ହଉଛି ଧରନ୍ତୁ 50 ଟ୍ରାକ୍ଟର ଖତ ଦେଲି ତା ଦେହର କଦଳୀ ଗଛ କଦଳୀ ପତ୍ର ବହୁତ ସହଜରେ ଆମେ ମିଳୁଛି ଯୋଉ ରାସ୍ତା କଡର ସବୁ ଢାଳି ଦଉଛନ୍ତି କଦଳୀ ପତ୍ର ଯୋଉ ଆନ୍ଧ୍ରରୁ ଆଜ୍ଞା ଆସୁଛି କଦଳୀ ତାର ପତ୍ର ଗୁଡାକ ରାସ୍ତା କଡ ସବୁ ଅସନା ହଉଛି ସେଗୁଡିକ ବା ବିଭିନ୍ନ କଦଳୀ ଚାଷ ସହିତ ଆଉ ହୁଁ ଗୋବର ମ୍ୟାକ୍ସିମମ୍ ମତେ ଏହା ଦ୍ୱାରା ଦରକାର କଣ ନା ଆମର ଯୋଉ ଜୈବିକ ପଦାର୍ଥ ମାନେ ପତ୍ର ଯାହା ବା ବିଭିନ୍ନ ପ୍ରକାର ପଚାସଢା ଜିନିଷ ଏଇ ସବୁ ଜିନିଷ ନଡା ଛତୁ ଚାଷ ଚାଷୀ ଭାଇ ମାନେ ଯୋଉ ଛତୁ ଚାଷ କରୁଛନ୍ତି ତାର ଯୋଉ ନଡାର ସେଇ ନଡା ବି ୟାଦେହରେ ୟୁଜ କରାହଉଛି ଏଇ ସବୁ ବର୍ଜ୍ୟବସ୍ତୁ ଆମେ ଗୋଟେ ଜାଗା ସଢଉଛୁ 15 ଦିନରୁ 20 ଦିନ ଗୋଟେ ଜାଗା ସଢା ହଉଛି ସେଟା ଆଜ୍ଞା ଡିକମ୍ପୋଜ କରାହଉଛି
ସେଇ କମ୍ପୋଷ୍ଟଟାକୁ ଆମେ କଣ କରୁଛେ ନା କମ୍ପୋଷ୍ଟଟାକୁ ଆମେ ଆଣିକି ଜିଆ କୁଣ୍ଡରେ ଛାଡୁଛେ। ଯୋଉ ଆଜ୍ଞା ଜିଆ କୁଣ୍ଡରେ ଛାଡିକି ତାପରେ ଜିଆ ଛଡା ହଉଛି। ଜିଆ ଛଡା ହେଲା ପରେ ସେଥିରେ କଣ ହଉଛି ନା ନା ଆମେ ତାକୁ 15 ଦିନ ଥରେ ତାକୁ ନଉଟେଇବାକୁ ପଡୁଛି। ଗୋଟେ ଆଜ୍ଞା ବାଉଁଶ କିଳା ସାହାଯ୍ୟରେ ନଉଟେଇଲେ, ନଉଟାଇଲା ପରେ 1.5 ମାସ ଭିତରେ ଯେ କି ସେ ପୁରା କମ୍ପୋଷ୍ଟର ପରିଣତ ହେଇଯାଉଛି। ଆଜ୍ଞା ଯେମିତି ମାନେ ଚାହା ଦାନା ଆପଣ ଜାଣିପାରିବେନି ସେଟା ଜିଆ ଖତ କି ଚାହା ଦାନା। ଚାହା ଦାନା ବୋଲି ବେଶ ଆଜ୍ଞା ସୁନ୍ଦର ଭାବରେ ହଉଛି, ତାର ଆଜ୍ଞା ଗନ୍ଧ କିଛି ନାହିଁ। ଏବଂ ମୁଁ ଏଇ ଟାଙ୍କି ପାଖରେ ଛିଡା ହେଇଛି, ଯେ କି ଆପଣ ଯାଆନ୍ତୁ ଗୋଟେ ଗୋବର ଗଦା ପାଖରେ ଛିଡା ହେବେ, ମଶା ସାଙ୍ଗେ ସାଙ୍ଗେ 20 ମିନିଟ୍ ଇଞ୍ଜେକ୍ସନ ଦେବେ ତା ପାଖରେ ଛିଡା ହେଇପାରିବେ। ଆଜ୍ଞା 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 ଜିଆ ଖତର ଯେ କି ତାର ପିମ୍ପୁଡି ପିମ୍ପୁଡି ଜନ୍ଦା ଆଉ ଗୋଟେ କଣ ତାର ଏଇ ଯୋଉ ମଶା ବା ବିଭିନ୍ନ ପ୍ରକାର ଅନିଷ୍ଟକାରୀ ଜୀବାଣୁ ସେଥିରେ କେବେ ସୃଷ୍ଟି ହୁଅନ୍ତି ନାହିଁ। ଆଜ୍ଞା ଯେହେତୁ ସେମାନେ ଜିଆ ମାନେ ତାକୁ ସବୁ ଖାଇକି ନଷ୍ଟ କରିଦିଅନ୍ତି। ସେଇଭଳି ହୁଁ 1.5 ମାସ ପରେ ଆମେ କଣ କରିବା, ଯେ ପ୍ରତି 15 ଦିନ ଥରେ ତାକୁ ନଉଟେଇକି ପାଣି ଦିଆହଉଛି। ପାଣି ଦେଲା ଆଜ୍ଞା ଆଉ ଯୋଉ ନେକ୍ସଟ ଯୋଉ 2 ମାସରେ ମୁଁ କହୁଛି ଯେ ତାର ଫସଲ ମାନେ ତାକୁ କାଢିବା ପାଇଁ ଆଉ ଯୋଉ 15 ଦିନ ଆମେ ତା ଦେହର ପାଣି ଦବା ନାହିଁ। ଆଜ୍ଞା ନଦେଲେ କଣ ହବ, ଏଇ ଭର୍ମି କମ୍ପୋଷ୍ଟ ତାର ପୁରା ଆକାର ଶୁଖିଯିବ। ଶୁଖିଲା ହୁଁ ପରେ ଆମର ଯୋଉ ବାଲି ଚଲାଯାଏ ଯୋଉ ହୁଁ ଜାଲି, ହୁଁ ଜାଲିର ଆପଣ ମାନେ ତାକୁ ତାକୁ ଚଲା ଯାଉଛି। ଚଲା ହେଲା ମାନେ କଣ ହଉଛି ନା ନା ଭର୍ମି ମାନେ ତା ଦେହରୁ ବାହାରି ଆସୁଛନ୍ତି। ଆଜ୍ଞା ଭର୍ମି ବାହାରି ଆସିଲା ପରେ ଖତଟା ଖତଟା ଆମେ ତାକୁ ବସ୍ତା ପ୍ୟାକିଂ ହଉଛି, ହୁଁ କିଲିକିଆ 5 କିଲିଆ 10 କିଲିଆ ହୁଁ 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 ବା 50 କିଲିଆ ଏସବୁ ପ୍ୟାକିଂ ହଉଛି। ପ୍ୟାକିଂ ଆଜ୍ଞା ହେଲା ପରେ ଯେ ତାର ବିଭିନ୍ନ କ୍ୱାଲିଟି ନେଇ କରାହଉଛି। ଯେ 3-4ଟା କ୍ୱାଲିଟିର ମୁଁ କରୁଛି, ଯୋଉଟା ପୋଖର ବିଲାତି ଦଳ ଯୋଉ ନଜର ସବୁ ହଉଛି, ବିଲାତି ଦଳ ତାକୁ କହନ୍ତି, ବଡ ବଡ ଯୋଉ ଝାଞ୍ଜି ଦଳ। ଏଇ ଯୋଉ ଦଳରୁ ଯୋଉଟା ତିଆରି ହଉଛି ସେଟା ମାନେ ହାଇ କମ୍ପୋଷ୍ଟ ଯୋଉଟା କରାହଉଛି, ସେଇଟା ଟିକେ ରେଟ୍ ଟିକେ ଅଧିକା ରହୁଛି। କିନ୍ତୁ 2 ମାସର ଆମର ମାନେ ଭର୍ମି କମ୍ପୋଷ୍ଟ ଭଲ ଭାବରେ ଆମେ ତାକୁ ଅମଳ କରିପାରୁଛୁ। କରିପାରୁଛନ୍ତି। ତ ଆପଣ ଟିକେ ସାର୍ ଆଜ୍ଞା ଦେଖେଇ ପାରିବେ, ଆପଣ ଯୋଉ କରୁଛନ୍ତି ସେଇ ପ୍ରସ୍ତୁତି ପ୍ରଣାଳୀ, ଆପଣ କହୁଛନ୍ତି ସେଇ ଟାଙ୍କି ପାଖରେ ଠିଆ ହେଇଛନ୍ତି, ଆପଣ ଟିକେ ଦେଖେଇ ପାରିବେ ଲୋକଙ୍କୁ? ଆ- ଆଜ୍ଞା 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 ତାପରେ ଟାଙ୍କିର ସାଇଜ ଦେଖନ୍ତୁ। ଆଉ ଗୋଟେ ଟାଙ୍କିର ଦେଖନ୍ତୁ, ଟାଙ୍କି ମଝିରେ ଗୋଟେ ଗୋଟେ ବିଳ ବିଳ ଅଛି ଟାଙ୍କି। ହଁ ସେଗୁଡାକ ଯେକି କଣ ପାଇଁ ଆମେ ସାର୍? ଏଇ ଯୋଉ ଯିଏ କଣ ହଉଛି ନା ନା ଆମେ ଏଇ ଟାଙ୍କି ଟା ସଢା ଟାଙ୍କି, ସେଇଟା ହେଲା ଆଜ୍ଞା ଆମର କମ୍ପୋଷ୍ଟ ଫିଟ୍ ଟାଙ୍କି। ଆଜ୍ଞା ଆଜ୍ଞା ଯୋଉ ଟାଙ୍କିଟାରୁ ଆସ୍ତେ ଆସ୍ତେ ସେଥିରେ ପଳେଇଯିବ। ଓ ଏଇଟା ଦେଖିଲେ ଏଥିରେ ବି ମଧ୍ୟ ଜିଆ ଅଛନ୍ତି। ଆ, ଆଜ୍ଞା ଆଜ୍ଞା ଆପଣ ହାତରେ ଧରି ଆଉ ଦଉଛନ୍ତି ତାପରେ ସେମିତି ଆଉ ନା? କଣ ହେଇଛି ଏଇ ଆଜ୍ଞା ହଁ 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 ଏଥିରେ ଦେଖନ୍ତୁ ଆମେ ବି ଯେ ଭାବିବା ୟାର ଯୋଉ ଜିଆର ତାର ଯୋଉ ଜଳ ହୁଁ ସାର ଟା ମାନେ ଏତେ ଆଜ୍ଞା ହରମୋନ ଭଳି କାମ କରୁଛି, ମାନେ ଯେମିତି ଆମେ ବିନା ହରମୋନ ଚାଷ କରିପାରିବା। ଏ ଦେଖିଲେ କେମିତି ଜିଆ ଆସୁଛି, ଏଇ ଦେଖନ୍ତୁ। ଆଜ୍ଞା ଆଜ୍ଞା ୟାର ହଉଛି ଏଇ ଜିଆ ଟା ହେଲା ଏସିନିଆ ୟାର ଭେରାଇଟି। ଓକେ ଦେଖିପାରିଲେ ଜିଆ? ଆଜ୍ଞା ଆଜ୍ଞା ହଁ ହୁଁ ହଁ ହାତ ଏଇଟା ଦେଖିଲେ ଠିକ ଏଇ ଯୋଉ ଜିଆ ମାନେ କଣ କରନ୍ତି ନା, ମାନେ ଅଧିକ ପରିମାଣର ଖାଇକି ତାର ଯୋଉ ମଳଟା ତ୍ୟାଗ କରନ୍ତି। ଆମର ଆଜ୍ଞା ଜୈବିକ ସାରରେ ଯାହା କାମ କରେ, ଆମର ବାୟୁମଣ୍ଡଳର ଖାଦ୍ୟ ଭରପୁର ରହିଛି। ବାୟୁମଣ୍ଡଳର ସାଧାରଣତଃ ଆମେ ଯୋଉ ଏସିଡ ହଉଛି ଆମର ପେଟରେ, ଯେତେବେଳେ ଏସିଡ ହଉଛି, ଯେତେ ଭଲ ଖାଦ୍ୟ ଦେଲେ କଣ ଆମେ ଖାଇପାରିବା? ହୁଁ ହଁ ନା ନା ନାଇଁ ହଁ ଖାଇପାରିବ। ଠିକ ସେଇଭଳିଆ ମାଟି ବର୍ତ୍ତମାନ ଯୋଉ ଅମଳ ହେଲାଣି, ଏସିଡ ହେଲାଣି, ବାୟୁମଣ୍ଡଳ ଖାଦ୍ୟ ଭରପୁର ରହିଛି। ଏଇ ଆଜ୍ଞା ଯୋଉ ବାୟୁମଣ୍ଡଳ ଖାଦ୍ୟଟାକୁ ମାନେ ମାଟି ଟାଣି ପାରୁନି। ଆଜ୍ଞା ଜିଆର ଏମିତି ଗୋଟେ ଅଣୁଜୀବ ତିଆରି ହଉଛନ୍ତି, ମାନେ ସେ ଜୀବାଣୁ ମାନେ କଣ କରନ୍ତି ନା ନା ବାୟୁମଣ୍ଡଳ ଖାଦ୍ୟ ସଂଗ୍ରହ କରିକି ମାଟିର ମିଶଉଛନ୍ତି। ଯାହା ଆଜ୍ଞା ଦ୍ଵାରା କି ମାଟି ବହୁତ ଉର୍ବରତା ହଉଛି ଏବଂ ଉର୍ବରତା ମାଟିର ଚେରଟା ମାନେ ଭିତରକୁ ଯାଇପାରୁଛି ଏବଂ ହୁଁ ଖାଦ୍ୟଟା ଆମେ ଭଲ ଭାବରେ ଉତ୍ପାଦନ ଆମେ ପାଇପାରୁଛେ। ଆଜ୍ଞା ଏଇଠି ଦେଖନ୍ତୁ ଯୋଉ ଘରର ବି ସାଧାରଣ ଯୋଉ ନଡା, ଏଇଠି ନଡା ନଡା ସବୁ ଦେଖନ୍ତୁ। ଆଜ୍ଞା ହଁ ସେଟା ଦେଖିଲ, ଏଇ ଦେଖନ୍ତୁ ବିରି ଆଜ୍ଞା ମଟର ତାର ହଁ ଚୋପା ଏଇ ସବୁ ସବୁ ଜିନିଷ। ଆଜ୍ଞା ହଁ ଆଉ ଟାଙ୍କି ଦେଖନ୍ତୁ, କେତେ ଟାଙ୍କି ଅଛି। ଏଠି କେତେଟା ଟାଙ୍କି ଅଛି, ସାଧାରଣତଃ ଆପଣ କେତେଟା ଟାଙ୍କିରେ ସବୁ କରୁଛନ୍ତି? ଏଠି କୋଡିଏଟା ଟାଙ୍କି ଅଛି। ଆଜ୍ଞା ସବୁ ଆପଣଙ୍କର? ତାପରେ ଆଜ୍ଞା ଆଉ ଆଜ୍ଞା ଖୋଲା କଣ ଆଉ ଏଠି ମହିଳା ମାନେ ସବୁ ଆମର ମହିଳା ବା ଏସଏଚଜି ମହିଳା ମାନେ ସେମାନେ ମଧ୍ୟ କରୁଛନ୍ତି। ଆଉ ଆଜ୍ଞା ମାନେ ଧରନ୍ତୁ ଆମେ ପଇସା ଖର୍ଚ୍ଚ କରିବାନି, ମାନେ ଅଳ୍ପ ଖର୍ଚ୍ଚରେ ଆମେ ଭର୍ମି କମ୍ପୋଷ୍ଟ ଉତ୍ପାଦନ କରିବା। ସେଥିପାଇଁ ପଲିଥିନ ମଧ୍ୟ ହେଇପାରୁଛି, ତଳେ ପଲିଥିନ୍ ପକେଇକି ତାପରେ ଆମେ ଖତ ପକେଇକି ଆମେ ତା ଆଜ୍ଞା ଦେହରେ ବି ଆମେ ଜୈବ ଖତ କରିପାରିବା। ଏବଂ ଏଇ ଯୋଉ ଏଇଟା ଦେଖନ୍ତୁ, ଏଇ ଗୋଟେ ଖତ ଦେଖନ୍ତୁ, କେତେ ସୁନ୍ଦର ଭାବରେ ଖତ ହେଇଛି। ଠିକ ଅଛି ହଁ ଦେଖିପାରିବି ଆଜ୍ଞା ଏଟା ସୁନ୍ଦର ଭାବରେ ଖତ ହେଇଛି, ପୁରା ଚା ଦାନା ଭଳି ଦେଖା ହାଉଛି। ଆଜ୍ଞା ଆଉ ମଧ୍ୟ
ଆମେ ଧରନ୍ତୁ ବଜାର ସହର ଆମର ବହୁତ ରହିଛନ୍ତି ସାର୍, ମାନେ ତାଙ୍କୁ ଆମେ କଣ କରିବା ନା, ଏଇ ଦେଖନ୍ତୁ ମାଟି ହାଣ୍ଡି ଗୋଟେ ଦେଖନ୍ତୁ, ମାଟି ହାଣ୍ଡି ଆଜ୍ଞା ଆଜ୍ଞା। ହଁ, ତ ଏଥିରେ ଦେଖିପାରିଲେ କରୁଛୁ। ହାଣ୍ଡି, ଆଜ୍ଞା ଏ ହାଣ୍ଡିରେ ଆମର ଯୋଉ ମାନେ ଡେଲି ପନିପରିବା ଚୁପା ବାହାରୁଛି ବା ଛିଡା ପେପର ବାହାରୁଛି ବା ଆମର ଖାଦ୍ୟ ପିଲାମାନେ ଖାଇକି ବଳକା ଖାଦ୍ୟ ନଷ୍ଟ କରୁଛନ୍ତି, ଏ ହାଣ୍ଡିରେ ଆମେ ଦେଇକି ତା ଦେହରେ ବି ଜିଆ ଖତ ଆମେ କରିପାରିବା। ଆଜ୍ଞା ବୁଝିପାରିଲେ? ହଁ, ଆଜ୍ଞା ଆଉ ଗୋଟେ ଦେଖନ୍ତୁ ମାଠିଆ ଦେଖନ୍ତୁ, ଏ ମାଠିଆ ଆଜ୍ଞା ଦେଖିପାରିଲେ ମାଠିଆ ଟା, ଆଜ୍ଞା ଏଇ ମାଠିଆ ଦେଖନ୍ତୁ, ଏଇ ମାଠିଆ ଟା ର ବି ଆମେ ଜିଆର ଜଳସାର ପ୍ରସ୍ତୁତ କରିପାରିବା। ଯାହାକି ଆମେ ଧରନ୍ତୁ ଗେଣ୍ଡୁ ଗଛ 25ଟା ଛାତରେ ଲଗେଇଛନ୍ତି, ଏତିକିରେ ଆମେ ଭର୍ମି କମ୍ପୋଷ୍ଟ କଲେ ଯଥେଷ୍ଟ, ଏବଂ ଜଳ ସାର ଟା ଆମେ ସ୍ପ୍ରେ କରିକି ମାନେ ଫୁଲର ଭଲ ଭାବରେ କଲର ଆମେ ପାଇପାରିବା। ସାର୍, ଏଇ ଯୋଉ ଭର୍ମି କମ୍ପୋଷ୍ଟ କରୁଛନ୍ତି ଆପଣ, ମାନେ ଏହା କେଉଁ କେଉଁ ଚାଷରେ ସବୁ ବ୍ୟବହାର କରି ହଉଛି? ଏହାର ଆମେ ଯୋଉ ପନିପରିବା ଚାଷ, ଆଜ୍ଞା ଧାନ ଚାଷ, ଆଜ୍ଞା ମାଣ୍ଡିଆ ଚାଷ, ଆଜ୍ଞା ମାନେ ପ୍ରତ୍ୟେକ ଚାଷର ଆମେ କରିପାରିବା। କିନ୍ତୁ ଆଜ୍ଞା ଗୋଟିଏ କଥା ହଉଛି, ଯୋଉ ଆମର ମାନେ ସାମୁଦ୍ରିକ ପାଖ ଯୋଉ ବନ୍ୟା ଅଞ୍ଚଳର ଚାଷୀ ଭାଇ ମାନଙ୍କ ପାଇଁ, ବନ୍ୟା ଅଞ୍ଚଳର ଯୋଉ ଆଜ୍ଞା ବନ୍ୟା ଅଞ୍ଚଳର ଏଟା ଆମେ କାହିଁକି ୟୁଜ କରିପାରୁନାହିଁ ଧାନର, ଯାଇକି ଆମେ ପକେଇଲା କ୍ଷଣି ବନ୍ୟା ଆସୁଛି ଧୋଇ ନେଇ ପଳଉଛି। ଏକୁ ଆମେ ଯେମିତି ଶେଷ ଉଳ ଚାଷ ବେଳେ ଯେମିତି ଆମେ ମାନେ ଫର୍ଟିଲାଇଜର ପକଉଛନ୍ତି, ସାର, ଠିକ ସେଇ ଶେଷ ଉଡ ସମୟରେ ଆମେ ଏକୁ ଏକର ପ୍ରତି ଆମେ 4 କୁଇଣ୍ଟାଲ ପକେଇ ପାରିବା ପ୍ରଥମ ବର୍ଷ ତା ଆଜ୍ଞା ଧାନରେ। ଦ୍ୱିତୀୟ ବର୍ଷ ଆମେ 2 କୁଇଣ୍ଟାଲ ପକେଇଲେ 2 କୁଇଣ୍ଟାଲ ଟା କଣ୍ଟିନ୍ୟୁ ଚାଲିବ। ଆଉ ଆଜ୍ଞା ଯୋଉ ପନିପରିବା ଚାଷ, ପନିପରିବା ଆମେ ଗଛ ଚାରା ଲଗାଉଛନ୍ତି, ସେଇ ଚାରାର ଆମେ କଣ କରିବା ନା ଏ କମ୍ପୋଷ୍ଟ ଟାକୁ ପ୍ରୟୋଗ କରିପାରିବା ମୂଳରେ ଯେତେବେଳେ ଚାରା ଲଗେଇଲା ବେଳେ। ଫିର ବି ଆଜ୍ଞା ସେକେଣ୍ଡ ଆମେ ଯେତେ ଲଗେଇବା ହଉଛି କଣ ସାର ବା କୀଟନାଶକ ଆମେ ଦଉଛନ୍ତି, ସେଇ ସମୟରେ ଆମେ ଦବା ନାହିଁ। ହଁ ଆମେ କମ୍ପୋଷ୍ଟ, ଭର୍ମି କମ୍ପୋଷ୍ଟ ଦେଲା ପରେ 10 ଦିନ ବା ଗୋଟେ ସପ୍ତାହ ପରେ ଆପଣ ମାନେ ଯେକୌଣସି ଔଷଧ ପ୍ରୟୋଗ କରିପାରିବେ। କାହିଁକିନା ଏମାନଙ୍କର ଯୋଉ ଅଣୁଜୀବ ମାନେ ରହିଛନ୍ତି, ଉପକାର ଜୀବାଣୁ ମାନେ, ସେମାନେ ମାନେ କୀଟନାଶକ ପ୍ରୟୋଗ କଲେ ସେମାନେ ମରିଯିବେ, ତାର କିଛି କାମ ଦବ ନାହିଁ। ଆଜ୍ଞା। ତ ସାର୍, ଯୋଉ ଏଇ ଯୋଉ କମ୍ପୋଷ୍ଟ ବ୍ୟବହାର କଲେ କଣ କଣ ସବୁ ଲାଭ, ୟାର ଆବଶ୍ୟକତା, ମାନେ ଯୋଉ ରହୁଛି ଉପକାରିତା କଣ କଣ ସବୁ ରହୁଛି? ଚାଷୀ ଭାଇ ମାନଙ୍କୁ କଣ ସବୁ ଲାଭ ମିଳିପାରିବ? ୟାର ଉପକାରିତା ରହୁଛି, ୟାର ସବୁ 100ରୁ 100 ପ୍ରକାର ଉପକାରିତା। ମାଟି ଉର୍ବରତା ହବ। ହୁଁ ଦ୍ୱିତୀୟର ଜଳବାୟୁ ପ୍ରଦୂଷଣ ହବନି। ହୁଁ ତୃତୀୟର ଭୂତଳ ଜଳର ଆମେ ଠିକ ଭାବରେ ଭଲ ପାଣି ପାଇପାରିବା। ଯେମିତି ଆମର କହୁଛନ୍ତି ବିଷ ଫ୍ୟାକ୍ଟ୍ରି ପାଣି ବା ବିଷ ପକେଇ ପକେଇ ହୁଁ 40-60 ଫୁଟ ପର୍ଯ୍ୟନ୍ତ ଆମର ବିଷାକ୍ତ ହେଲାଣି ପାଣି, ହୁଁ ଯାହାକି ଆମେ ସେଥିରେ ସେଇ ପାଣି ପିଇକି ଆମର ବିଭିନ୍ନ କିଡନୀ ନଷ୍ଟ ହଉଛି ବା ବିଭିନ୍ନ ଇଏ ହଉଛି, ଏଥିରେ ଦେହ କୌଣସି ଖରାପ ରୋଗ ହଉଛି। ହବାର ଆଜ୍ଞା ଆଶଙ୍କା ନାହିଁ। ନାହିଁ। ଆଜ୍ଞା। ତ ସାର୍, ଆପଣ ଯୋଉ ଏବେ କହିଲେ ଆପଣଙ୍କୁ ଯେ କମ୍ପୋଷ୍ଟ ପାଇଁ ଆପଣଙ୍କୁ ସରକାରୀ ସହାୟତା କିଛି ମିଳୁଛି, ମାନେ ସରକାର ତରଫରୁ ଆପଣଙ୍କୁ କିଛି ସାହାଯ୍ୟ ସହଯୋଗ ଏମିତି କିଛି ମିଳୁଛି, ନା ଆପଣ ନିଜ ତରଫରୁ କରୁଛନ୍ତି? ନା, ଏଇଟା ଆମର ଯୋଉ ରାଣୀତାଲ ଅଛି, RRTTS ଯୋଉ ମାନେ କୃଷି ସମ୍ପ୍ରସାରଣ କେନ୍ଦ୍ର, ଆଉ ସେଠିରେ ମୁଁ ଯାଇକି ଶିଖିଲା ପରେ ସେ ତାଙ୍କ ମାଧ୍ୟମରେ ସାର୍ଟିଫିକେଟ ପାଇକି ବର୍ତ୍ତମାନ ମଧ୍ୟ ଯେ ଅଲ ଓଡିଶାର ମାଷ୍ଟର ଟ୍ରେନର ହିସାବରେ ଯାହା ହଉ, ଯେଠାରେ ଆମର କଣ ହେଇଛି ନା, ଆମର ଯୋଉ ସେକ୍ରେଟାରୀ ବର୍ତ୍ତମାନ ଅଛନ୍ତି, ଚିଫ ସେକ୍ରେଟାରୀ ଆମର ପାଡି ସାର୍, ଆଜ୍ଞା ଅରବିନ୍ଦ ପାଡି ସାର୍, ଯେ ଆଜ୍ଞା ତାଙ୍କର ଛାତ୍ର ମୁଁ, ସିଏ ଆମ ଆଉ ଘରକୁ ଆସିଛନ୍ତି ପ୍ରଥମେ ଦେଖିବା ଆଜ୍ଞା ପାଇଁ। ପାଡି ସାର୍ କହିଲେ ଏଟା ମିଛର, ଜୈବିକ ଖତ କଣ, ଜିଆ ଖତ କଣ, ଏସବୁ ମିଛର ଗୋଟେ ପ୍ରହସନ ଚାଲିଛି। ମାନେ ସାର୍ ପ୍ଲିଜ ଆମ ଘରକୁ ଆସନ୍ତୁ। ଯାହା ହଉ ଆଜ୍ଞା ସେ ଆସିଥିଲେ, ଆସିକି ଆମ ଘରେ ବସିଲେ, ବସିକି ଦେଖିଲେ, ଦେଖିଲା ପରେ ତାପରେ ଆମର ଚିଫ ସେକ୍ରେଟାରୀ ନେଇକି ଆସିଥିଲେ। କଲେଜର ସବୁ ପିଲାମାନେ ପଢୁଛନ୍ତି, ସେ ଆଜ୍ଞା ପିଲାମାନଙ୍କୁ ସବୁ କଲେଜରୁ ସବୁ ନେଇକି ଆସନ୍ତି। ସ୍ୱାହା ୟୁନିଭର୍ସିଟିରୁ ପ୍ରତିବର୍ଷ ସେମାନେ ଆସନ୍ତି। ଆମର ଆଜ୍ଞା ରାଣୀତାଲ ଯୋଉ ଅଛି ପଲିଟେକ୍, ସେଠୁ ବି ପ୍ରାୟ ମାସର ଥରେ ସେ ମ୍ୟାଡାମ ନେଇକି ଆସନ୍ତି, ବା ବାହାରୁ ଆସନ୍ତି, ଅଲ ଓଡିଶାରୁ ଆସି ଚାଷୀ ଏଠାରେ ପ୍ରଶିକ୍ଷଣ ନିଅନ୍ତି। ଆମର ରହିବା ଆଜ୍ଞା ପାଇଁ, ଖାଇବା ପାଇଁ ସବୁ ବ୍ୟବସ୍ଥା ମଧ୍ୟ ଏଠି ସବୁ ଅଛି। ଆମର ଯୋଉ ରୟାଲ ଆଜ୍ଞା ସ୍କୁଲ ଅଛି ପାଖରେ, ସେ ବି ମଧ୍ୟ ବ୍ୟବସ୍ଥା ସେଠି ଅଛି, ରହିବା ପାଇଁ କିଛି ଅସୁବିଧା ନାହିଁ। ଯୋଉ କୋରାପୁଟରୁ ଆସୁଛନ୍ତି, ନବରଙ୍ଗପୁର ବା ଆଜ୍ଞା ଅଲ ଓଡିଶା ଆମର ଏଟା ମଷ୍ଟାଲ ବେଡ। ଆମର ଆଜ୍ଞା ସୋରିଷ ଚାଷ ପ୍ରବଳ ମାତ୍ରାରେ, 5,000 ଏକର ସୋରିଷ ଚାଷ ଆମର ହୁଁ ଚାଷ କରାଯାଏ। ଏଥିପାଇଁ ଆମର ସାରଙ୍କୁ ମଧ୍ୟ, ଡାଇରେକ୍ଟର ସାରଙ୍କୁ ନିବେଦନ କରିଛି ଯେ ଯୋଉଠି ଆପଣ ସ୍କିମ କରନ୍ତି, ଫର୍ଟିଲାଇଜର କମେଇକି ମାନେ ଅର୍ଗାନିକ ଜିନିଷ ଆପଣ କିଛି କିଛି ତା ଦେହରେ ଦେଲେ, ଚାଷୀ ମାନେ ନିଶ୍ଚିତ ଭାବରେ ଉପକୃତ। ସାର୍, ଆପଣ ଏବେ କହିଲେ କି ଚାଷୀ ଭାଇ ଭଉଣୀ ମାନେ ଯୋଉ ୟାକୁ ବ୍ୟବହାର କଲେ ବହୁତ ସାରା ଲାଭ ପାଇପାରିବେ। ତ ଏମିତି ଯୋଉ ଏହାର କିଛି ବ୍ୟବହାର ଯୋଉ ଚାଷୀ ଭାଇ ଭଉଣୀ ମାନେ କରିବେ ଏଇ କମ୍ପୋଷ୍ଟ ର, ସେମିତି କିଛି ନିର୍ଦ୍ଦିଷ୍ଟ ନିୟମ ଅଛି? ମାନେ କୋଉ ସମୟରେ, ମାନେ ଯେମିତି କି ନିୟମ ହିସାବରେ ବ୍ୟବହାର କରିବେ ଏଇ କମ୍ପୋଷ୍ଟ, ସେମିତି କିଛି ଅଛି? ନାଇଁ ନାଇଁ ନାଇଁ, ଏଥିରେ ସେରকম କିଛି ନିୟମ ନାହିଁ। ଆମର ବର୍ଷକ 12 ମାସ ଯାକ ସବୁ ସମୟରେ ତିଆରି କରିପାରିବେ।
ବା ଆଜ୍ଞା କିଛି ଏଭଳିଆ ଆମେ ଧରନ୍ତୁ ଆମେ ଭାବିବା ଯେ ମୋର କିଛି ଗୋଟେ ରୋଗ ହେଇଛି, ମୁଁ ସେ ଆଜ୍ଞା ଖତର ଯାଇକି ୟୁଜ୍ କରିପାରିବିନି କି ଘାଣ୍ଟି ହେମିନି, ହଁ ସେରଙ୍କ କୌଣସି ଇଏ ନାହିଁ। ୟା ଯୋଉ ଉପକାର ଜୀବାଣୁ ମାନେ ଅଛନ୍ତି ହଁ ସେମାନେ କିଛି ଆମର ଅନିଷ୍ଟ କରିପାରିବେ ନା। ଯାହାର ବେକର ଗୋଟେ ଷଣ୍ଡାର ଗୋଟେ ରିଙ୍ଗ ଯୋଉ ଅଛି ଆପଣ ଦେଖିଲେ ଗୋଟେ ସାପ ଭଳି, ଯେ ତା ଆଜ୍ଞା ଦ୍ଵାରା କ୍ୟାନ୍ସର ପାଇଁ ମଧ୍ୟ ବାରିପଦାର ଯୋଉ ଆମର ଗୋଟେ ଅଛି କଲେଜ, ସେଠି ମଧ୍ୟ ସେମାନେ ସେ ସବୁ ପିଲାମାନେ ଆସିକି ଏଠାରୁ ପ୍ରଶିକ୍ଷଣ ନଉଛନ୍ତି ଏବଂ ଜିଆ ନେଇକି ତାଙ୍କୁ ସେଠି ମଧ୍ୟ ତାଙ୍କୁ ବର୍ତ୍ତମାନ ତାଙ୍କ କଲେଜରେ ମଧ୍ୟ ପ୍ରଶିକ୍ଷଣ ଦିଆ ହଉଛି। ଏଇଭଳି ଆଜ୍ଞା ବିଭିନ୍ନ ୟାର ମେଡିସିନ ଜାତୀୟ ଜିଆ ଅଛି। ଏଇଭଳି ଏମାନଙ୍କର କିଛି ସେମିତି ସାଇଡ ଇଫେକ୍ଟ ନାହିଁ, ବା ଏମାନେ ଏମିତି ସେମିତି ସେ ସାପ ଭଳି କାମୁଡିବେନି। ଏମାନେ ମାନେ ବହୁତ ମାନେ ଆଖି ହଁ ଆଉ ମାନେ ବହୁତ ମାନେ ସରଳ ଜୀବ। ବଜାରରୁ ବି କିଣିକି ଆପଣ ବ୍ୟବହାର କରିପାରିବେ। ତ ନିଜେ ୟାକୁ ଯୋଉ କରୁଛନ୍ତି, ତ ଆପଣଙ୍କୁ କଣ ଫାଇଦା ମିଳୁଛି? ନା ବଜାରରେ କମ୍ପୋଷ୍ଟର ତ ପ୍ୟାକେଟ ମିଳିଯାଉଛି ନା ସହଜରେ ଉପଲବ୍ଧ? ଆଜ୍ଞା, ଯେ ଏଇଟା ଆମର କଣ ହଉଛି ନା ଆମର ନିଜ ବାଡି ଘରର, ଯେ ମୁଁ ପ୍ରାୟ ଜାଗା ବି ତାଲିମ ଦିଏ, ବାଡି ଘର ଯୋଉ ବର୍ଜ୍ୟବସ୍ତୁ ପଡିକି ଅସନା ହଉଛି ଏଗୁଡିକ ଆଜ୍ଞା ସଫା ହେଇଯାଉଛି। ଦ୍ୱିତୀୟରେ ଆଜ୍ଞା ପୋଖରୀ ଯୋଉ ଦଳ ଗୁଡାକ ବି ସଫା ହଉଛି। ତୃତୀୟରେ ଆଜ୍ଞା ଆମର ଯୋଉ କଦଳୀ ଗଛ ବା ବିଭିନ୍ନ ଜିନିଷ ଆମେ ପଡିକି, କଦଳୀ ଗଛ ଦେଖନ୍ତୁ ଆପଣ ମାନେ ଲକ୍ଷ୍ୟ କରିଥିବେ କଦଳୀ ବଗିଚାର, ତାର କଦଳୀଟା ଗଛଟା ଭଣ୍ଡାଟା କଦଳୀ ଗଡଟା କାଟି ନେଲେ, ତାପରେ ଆଜ୍ଞା ତାର ଗଡଟା ସେଇଭଳି ଛିଡା ହେଇଛି। ସିଏ ହୁଁ ପଚି ପଚି ତା ଦେହର ପୋକ ବଡ ବଡ ପୋକ ଗୁଡା ସବୁ ସୃଷ୍ଟି ହୁଅନ୍ତି। ଯାହାକି ଆଜ୍ଞା ସେଇ ଗଛ ତ ସରିଲା ପଚିଯିବ, ଅନ୍ୟ ଗଛକୁ ଏଫେକ୍ଟ ସେଟା କରେ। ସେଥିପାଇଁ ସେ କଦଳୀ ଗଛ ବି ଆଦି ୟୁଜ କରାହଉଛି। ଗାଈ ମାନଙ୍କୁ ଯୋଉ ଆମର ଗୋବର ଟା ବାହାରେ ନଷ୍ଟ କରୁଛନ୍ତି, ଡ୍ରେନ ର ପାଇପ୍ ଦେଇକି ନଷ୍ଟ ହୁଁ କରୁଛନ୍ତି, ଯେ ବିଭିନ୍ନ ମୁଁ ଗୋଶାଳା ଦେଖିଲି ସେମାନେ ଡ୍ରେନ ରେ ଛାଡି ଦଉଛନ୍ତି ଗୋବର। ଯେ ଆଜ୍ଞା ସେଥିପାଇଁ ମଧ୍ୟ ମୁଁ କଲେକ୍ଟର ମୁଁ କହିଥିଲି, ମୁଁ ସାର୍ ଦେଖନ୍ତୁ ପ୍ରତ୍ୟେକ ଗୋଶାଳାରେ ଯଦି ଗୋଟେ ଗୋଟେ ଭର୍ମି କମ୍ପୋଷ୍ଟ କରାଯାଆନ୍ତା, ସେ ଆଜ୍ଞା ଗୋଶାଳାର ସେମାନେ ଆମର ଭାଇମାନେ କିଛି ପଇସା ପାଆନ୍ତେ ଏବଂ ଆପଣଙ୍କର ବି ଗୋଟେ ଧର୍ମ ହୁଅନ୍ତା, ଯେ କି ଗୁରୁଙ୍କ ପଇସା ପୁଣି ଗୁରୁଙ୍କର ଖଟା ହଉଛି। ଯେ ଆଜ୍ଞା କି ଆମର ବାଲେଶ୍ୱର କଲେକ୍ଟରଙ୍କୁ ବହୁତ ବହୁତ ଧନ୍ୟବାଦ। ସିଏ ମଧ୍ୟ ଯେ ଆମକୁ ଗୋଶାଳାର ସବୁ ଦେଇଛନ୍ତି ଜିଆ ଟାଙ୍କି, ଆଉ ଜିଆ ଟାଙ୍କି ଅଲରେଡି ଫିଟ୍ ହେଇଗଲାଣି। ସୋରର ଜିଆ ଛଡା ହେଲାଣି, ଆମର ମଇତାପୁରରେ ଜିଆ ଛଡା ହେଲାଣି। ସେମାନଙ୍କୁ 3,70,000 ଟଙ୍କାର କଣ ସେଟା ଗୋଟେ ସ୍କିମ ର ସେମାନେ ଦେଇଛନ୍ତି। ବିଭିନ୍ନ ଜାଗାରେ ହଉଛି। ବାହାରେ ପ୍ଲାଷ୍ଟିକ ବାଲ୍ଟି ସବୁ ଗୋଟେ ଗୋଟେ ଘରର 4-5ଟା ଲେଖା ବାହାରେ ପଡୁଥିବ, ସେମାନଙ୍କୁ ମଧ୍ୟ କୁହେ ଯେ ବାହାରେ ଏଇ ଯୋଉ ପ୍ଲାଷ୍ଟିକ ବାଲ୍ଟି ଭଙ୍ଗା ବାଲ୍ଟି ଆପଣ ମାନେ ପକେଇଛନ୍ତି, ସେଥିରେ ପାଣି ରହିଛି, ପାଣି ରହିକି ଆମର ଯୋଉ ମଶା ହେଇକି ବର୍ତ୍ତମାନ ଡେଙ୍ଗୁ ରୋଗ ହେଲାଣି, ଆପଣ ହଁ ସେ କାହିଁକି ରଖିଛନ୍ତି? ଆପଣ ଘରେ ପନିପରିବା ଚୋପା ନାହିଁ, ଆପଣ ଘରେ କଣ ଖାଦ୍ୟ କେହି ଛୁଆ ମାନେ ଭାତ ବା ତରକାରୀ ଛାଡୁନାହାନ୍ତି? ସେଇଗୁଡାକ ଆପଣ ୟୁଜ କରନ୍ତୁ, ବା କେତେବେଳେ ସମୟ ମିଳୁଛି ବାଡି ଘର ଘାସ ଟିକେ ଉପାଡିକି ତା ଦେହରେ ପକେଇ ଦିଅନ୍ତୁ, ବା ବିଭିନ୍ନ ଗଛର ପତ୍ର ଆଣି ପକେଇ ଦିଅନ୍ତୁ। ଆପଣ 2 କିଲୋ ଯଦି 3 ମାସରେ 2 କିଲୋ ଗୋଟେ ବାଲ୍ଟିରୁ ଆପଣ ଖତ କାଢନ୍ତି, ଆପଣ ଗୋଟେ କି ସୁନ୍ଦର ଫୁଲ ବଗିଚାଟେ କରିପାରିବେ। ଯଦି ସାର୍ ଆପଣ ଆଇଡିଆ ଗୋଟେ ଦେଇପାରିବେ, ଯଦି ଜଣେ ଚାଷୀ ଏହାକୁ ପ୍ରସ୍ତୁତ କରିବେ ତ ବିକ୍ରି କରିକି ତାଙ୍କୁ କେତେ କଣ ଲାଭ ମିଳିବ? ଆମେ ଯଦି ଖୋଲାଗଣାରେ ଚାଷ କରନ୍ତି, ଗୋଟେ କୁଇଣ୍ଟାଲ ଖତ ଯଦି ବାହାର କରିବା ପାଇଁ ହବ, ମାନେ 500 ଗ୍ରାମ ଜିଆ ଦେଲେ ବି 2 ମାସର ଗୋଟେ ଖତ ବାହାରି ପାରୁଛି। ଆଜ୍ଞା ଏବଂ ଆମେ ଯଦି ଗୋଟେ ଖତ କିଣିକି ଆଣିବା, ଗୋଶାଳାର ହଉ ବା ଗାଁରୁ ହଉ, ଗୋଟେ ଟ୍ରାକ୍ଟର ଖତ ଆଣିଲେ ଆମକୁ 1,000 ଟଙ୍କା କିଣା ପଡୁଛି। ତା ହୁଁ ଦେହର ମଜୁରୀ ଯାଉଛି 1,000 ଟଙ୍କା। ହୁଁ 2,000 ଟଙ୍କା ଆମେ ଖର୍ଚ୍ଚ କରିକି ଯଦି ଆମେ 8 ଟଙ୍କା କିଲୋର ଖତ ବିକ୍ରି କରନ୍ତି, ତାହେଲେ ଆମେ ସେଥିରୁ ଗୋଟେ ଟ୍ରାକ୍ଟରରୁ ମ୍ୟାକ୍ସିମମ୍ 10 କୁଇଣ୍ଟାଲ ଖତ ଆସୁଛି। ଆଜ୍ଞା 10 କୁଇଣ୍ଟାଲ ଖତ ସାଧାରଣତଃ ବେପାରୀ ମାନେ ଆମ ପାଖରୁ 6 ଟଙ୍କା 5 ଟଙ୍କାରେ ବି ଲୋକ ବିକୁଛନ୍ତି। ପ୍ୟାକିଂ କଲା ବେଳକୁ 8 ଟଙ୍କା ଲେଖା। 500 ଟଙ୍କା ଯଦି ବିକ୍ରି କରନ୍ତି, ତାହେଲେ ଆମେ 5,000 ଟଙ୍କା ପାଇଲେ। ହୁଁ 2,000 ଚଲାଟା 500 ଟଙ୍କା, 2,500 ଟଙ୍କା କି 3,000 ଟଙ୍କା ଆମେ ଖର୍ଚ୍ଚ କଲେ, ଆମେ ତା ଦେହରୁ 2,000 ଟଙ୍କା ଯଦି ବ୍ୟବସାୟ ଭିତ୍ତିକ କରିବା, ତାହେଲେ ଆମେ ପାଇପାରିବା। କେତେ ଜାଗା ନା ମାତ୍ର ଯଦି ଆମେ ଗୋଟିଏ ଡିସମିଲ ଆମେ ତଳେ ଆରମ୍ଭ କରନ୍ତି, ଟାଙ୍କି ନ କରିକି ହୁଁ ଖାଲି ତଳେ ଆରମ୍ଭ କରନ୍ତି, ତାହେଲେ ଆମେ ହୁଁ ବର୍ଷକୁ ମ୍ୟାକ୍ସିମମ୍ ଆମେ ମାନେ 1,00,000-1,50,000 ଆମେ ହୁଁ କମ ପ୍ରଫିଟ ପାଇବାନି। କେବଳ ଗୋଟିଏ ଅସୁବିଧା ହଉଛି, ଚାଷୀ ଭାଇ ମାନେ ବହୁତ ଜାଗାରୁ କମ୍ପ୍ଲେନ କରୁଛନ୍ତି ଯେ ଆମର ଆଜ୍ଞା ବ୍ରାଣ୍ଡ ନାହିଁ। ବ୍ରାଣ୍ଡ ଭିତରେ ସେ ମାଟି ପୁରେଇ ଦେଲେ ବି ବିକ୍ରି ହେଇଯିବ, କିନ୍ତୁ ଆମର ବ୍ରାଣ୍ଡ ନାହିଁ ବୋଲି ଆମ ପାଖରୁ ମାନେ କୌଣସି ବ୍ୟବସାୟ କିଣିବା ପାଇଁ ରାଜି ହଉନାହାନ୍ତି। ଆଜ୍ଞା ଏ ବିଷୟରେ ମଧ୍ୟ ମୁଁ ଏବେ ଯାଇଥିଲି ଯେ ଜୈବିକ କୃଷିର ଆମର ଯୋଉ ଉନ୍ନତ ଅଛି କୃଷି ଭବନର ସାରଙ୍କ ସହିତ ମୁଁ କଥା ହେଇଛି, ଯେ ଆମେ କେମିତି ସାଧାରଣ ଭାବରେ ଆମେ ଗୋଟେ ବ୍ରାଣ୍ଡ କରିକି ଆମେ ଚାଷୀ ମାନେ କରିପାରିବା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କୌଣସି ଚାଷୀ କରିପାରିବ ନାହିଁ। ସେମିତି ସାରଙ୍କ ଆଜ୍ଞା ସହିତ ବି କଥା ହେଇଛି, ସେ ମୋତେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେ ଆମେ ଖୁବ ଶୀଘ୍ର ଏଟାକୁ ଆମେ କେମିତି ସରଳ ହିସାବରେ ଆମେ ବାହାରେ ବିକ୍ରି କରିପାରିବା, ଯେ ଆଜ୍ଞା ରାସାୟନିକ ସାର କମେଇକି ଜୈବିକ ଉପରେ ବଢେଇବା। ସାରଙ୍କ ହାତରୁ କଥା ହେଇକି ମଧ୍ୟ ହଁ ଆସିଛି। ତ ସାର୍ ଲାଷ୍ଟଲି ଆପଣ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ କହିବେ? ମାନେ ସେମାନେ ଏଇ ଭର୍ମି କମ୍ପୋଷ୍ଟ କରିବେ ଆଉ ସେମାନଙ୍କୁ ଲାଭ ମିଳିବ, ସେଇ ବିଷୟରେ ଆପଣ କଣ ଲାଷ୍ଟଲି ତାଙ୍କୁ କଣ କହିବାକୁ ଚାହୁଁଛନ୍ତି? ଏଇ ଯୋଉ ଭର୍ମି କମ୍ପୋଷ୍ଟ ଆମେ କରିବା, ମୁଁ ଲାଷ୍ଟ ମୋର ଭାଇ ଭଉଣୀ ମାନଙ୍କୁ କହୁଛି ଯେ ଆମେ ଗୋଟେ ହେଲା ପରିବେଶ ସୁରକ୍ଷିତ,
ଆଜ୍ଞା ଦ୍ୱିତୀୟରେ ହେଲା ଆମେ ରୋଗ ମୁକ୍ତ ନିଶ୍ଚିତ ଆଜ୍ଞା ଭାବରେ। ଆପଣ ଦେଖନ୍ତୁ ଏଇ ଯୋଉ ଜୈବିକ ଖତର ଗୋଟେ ବାଇଗଣ ପୋଡା ଗୋଟେ ଜହ୍ନି ପୋଡା ଆପଣ ପୋଡି ସାରିଲା ପରେ ଜାଣିପାରିବେ ନିଜେ ଅନୁଭବ ଆଜ୍ଞା କରିବେ। ମୁଁ ପ୍ରଥମେ ଯେତେବେଳେ କଲି ଗୋଟେ ତୁଳସୀ ଗଛର ମୁଠାଟେ ଗୋଟେ ମୁଠା ଦେଲା ପରେ ସେ ତୁଳସୀ ଗଛର ତାର ବୁଢା ପତ୍ର ଥିଲା ସେ ସବୁ ବଞ୍ଚିଗଲା। ଆଜ୍ଞା ସେଇଠୁ ମୋ ବାପା କହିଲେ ନା ଏଟା ଖତଟା ବଢିଆ କାମ କରୁଛି। ସିଏ ତ ଆରମ୍ଭ କଲେ ସେଇଠୁ ମୋର ତ ବିକ୍ରି କରତେ ଦେଲେନି ସବୁ ବାଟରେ ନେଇ ପକେଇଲେ ଆମ ବାପା। ବୁଝିଲେ ସେଇଠୁ ଆମେ ଜାଣିପାଇଲୁ ଯେ ଆମେ ଯେ ଜିଆ ଖତର ଆମେ ନିଜେ ବାଡିର ଘର କରିପାରିବା ଏବଂ ସେ ଆଜ୍ଞା 50 ଟଙ୍କା ଦେଇ କାହିଁ ଟିକେ ବର୍ଷାରେ କିଣିବା। ଆମେ ନିଜ ଯେତିକି ଖାଇବା ଆମର ଅମଳ ପାଇଁ କରିବା ନିଶ୍ଚିତ ଭାବରେ। ଆଉ ଆମେ ଦେଶକୁ ସୁରକ୍ଷିତ ରଖିବା। ଆମେ ଯେ ଆଜ୍ଞା କହିବା ଯେ ଆମେ ଗୋଟେ କିଆରି ବାଇଗଣ କରିବା ତା ଦେହରେ ଯେ ଫୁଲ ଆସିଲା ପରେ ମଧ୍ୟ ମୁଁ ଦେଖୁଛି ଥିମେଟ ବିଷ ତାକୁ ପାଣିରେ ଗୋଳେଇ ସ୍ପ୍ରେ କରିଦଉଛନ୍ତି ଚାଷୀ ଭାଇମାନେ ଆଜ୍ଞା ଯେହେତୁ ପୋକ ନିରାକରଣ ପାଇଁ। ଯେ ହୁଁ ସେଇଭଳି କେବେ କରିବା ଅନୁଚିତ। ଏବଂ ୟା ଦ୍ୱାରା ଆମର ମୁଖ୍ୟ ହେଲା ଗୋଟେ କଥା ଯୋଉ ଏଇ ଯୋଉ ଲିମ୍ବ କର ଯୋଉ ସମୟରେ ଯୋଉ ପତ୍ର ପଡୁଛି ଗଛ ମୂଳର ଆମେ ସଂଗ୍ରହ କରି ତାକୁ ରଖିଦେଲେ ବର୍ତ୍ତମାନ ସୁଦ୍ଧା ଯେ କି ଲିମ୍ବ ପତ୍ର ବି ତା ଦେହରେ ପଡିଛି ଯେ ସେଟା ଆହୁରି ଉପକାର। ଆଉ ଲିମ୍ବ ଫଳ ମଧ୍ୟ ତେଲ ଯଦି ଆମେ ଜୈବିକ ଖତର ଲିମ୍ବ ତେଲ ପ୍ରୟୋଗ କଲେ ବା କରଞ୍ଜି ତେଲ ପ୍ରୟୋଗ କଲେ ତାହେଲେ ଆମେ ନିଶ୍ଚିତ ଭାବରେ ଫସଲ ସୁରକ୍ଷିତ ଭାବରେ ଅମଳ କରିପାରିବା। ତା ବୋଲି ଆମେ ଜିଆ ଖତ ପକେଇ ଦେଇକି ସେଠି ଆମେ ମାଟିଆ ଗୁଣ୍ଡି ପୋକ ପକେଇଦବା କି ଥିମେଟ ବିଷ ପକେଇଦବା ସେଥିରେ କିଛି ସୁଫଳ ନାହିଁ। ସେ ଖାଲି ଲୋକ ଦେଖାଣିଆ କନା ମୁଁ ଜୈବିକ ଚାଷ କରୁଛି। ଆଜ୍ଞା ଏଇଭଳି ମାନେ ଚାଷୀ ମାନଙ୍କୁ ବହୁତ ମାନେ ଏଇଟା ଲାଭ ଦବ। ଏବଂ ଆଗାମୀ ପିଢି ପାଇଁ ମୁଁ ପ୍ରାୟ ଜାଗା ଟ୍ରେନିଂରେ କୁହେ ଯେ ଆମେ ତ ଜୀବନ ଶେଷ ହେଲାଣି ଆମେ ଯେତେ ଦିନ ବଞ୍ଚିଲେ ହୁଁ ବଞ୍ଚିଲେ ଆମ ପିଲାମାନେ ବା ନାତି ନାତୁଣୀ ସେମାନେ କିଛି ସୁରକ୍ଷିତରେ ବଞ୍ଚିବେ ବା ଆମ ପୂର୍ବପରି ମାଟି ମା କେମିତି ଫେରି ଉଠିବ ଯେମିତି ଜିଆ ମାନେ ହୁକୁଡ କାରନ୍ତି କିଆର ଆମେ ଚାଲିପାରିବା କଷ୍ଟ ହେଇଯାଏ ଖାଲି ପାଦର ବର୍ତ୍ତମାନ ହୁଁ କିଆର ଫୁଟବଲ ଖେଳା ହଉଛି। ଯେ ଆଜ୍ଞା ସେଇଭଳି ମାଟି ସୁରକ୍ଷିତ ରଖିବା ଏବଂ ଆମେ ପରିବେଶ ସୁରକ୍ଷିତ ରଖିବା ଏବଂ ଆମ ବିଦେଶରୁ ଯୋଉ କୋଟି କୋଟି ଟଙ୍କାର ଆମର ସବସିଡି ଦିଆହଉଛି ଆମ ଭାରତ ସରକାର ଦଉଛନ୍ତି ବାହାରକୁ ବା ଓଡିଶା ସରକାର ଦଉଛନ୍ତି ସବସିଡି ଆକାରର ଯେ ସେଇଟା ବନ୍ଦ କରିଦେଇକି ଯଦି ଜୈବିକ ଉପାୟରେ ଖର୍ଚ୍ଚ କରାଯିବ ତାହେଲେ ନିଶ୍ଚିତ ଭାବରେ ଆମର ଚାଷୀ ଭାଇ ମାନେ ଜୈବିକକୁ ଫେରିଆସିବେ। ତ ଧନ୍ୟବାଦ ସାର୍ ଆପଣ ଆପଣଙ୍କ ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ବହୁତ ବହୁତ ଖୁସି ଲାଗୁଛି। ଆପଣଙ୍କଠୁ ବହୁତ କିଛି ଜିନିଷ ଆଜି ଚାଷୀ ଭାଇ ଭଉଣୀ ମାନେ ଶିଖିଥିବେ ଆଉ ଜାଣିଥିବେ ଆଉ ସେମାନେ ବି ନିଜେ ବି ଭର୍ମି କମ୍ପୋଷ୍ଟ କରିବେ ବୋଲି ଭାବୁଥିବେ। ତ ଆଗକୁ ବି ଆମେ ଆପଣଙ୍କ ସହିତ ଯୋଡି ହବୁ ଆଉ ବହୁତ କିଛି ଜିନିଷ ଆପଣଙ୍କଠୁ ଜାଣିବୁ। ତ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ନମସ୍କାର ସାର୍। ଯା ମ୍ୟାଡାମ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଏଇଭଳି ପ୍ରସାର କରି ଯେ ଆମର ଭାଇ ଭଉଣୀ ମାନଙ୍କୁ ଚାଷୀ ମାନଙ୍କୁ ଟିକେ ବଞ୍ଚାନ୍ତୁ ମାଟି ମାକୁ ଆଜ୍ଞା ବଞ୍ଚାନ୍ତୁ ଏବଂ ଆମର ମାନେ ଆମର ଯୋଉ ପିଢି ପୂର୍ବ ପିଢି ଆମର ଯୋଉ ଆସୁଛନ୍ତି ଯେ ନାତି ନାତୁଣୀ ବା ପୁଅ ବୋଉ ସେମାନେ ମଧ୍ୟ କେମିତି ଭଲରେ ବଞ୍ଚିବେ। ବର୍ତ୍ତମାନ ମେଡିକାଲ ଦେଖନ୍ତୁ କେତେ ଭିଡ ସେଇଟା ଟିକେ ଆଜ୍ଞା ବଞ୍ଚିବା ପାଇଁ ଆପଣ ବହୁତ ବହୁତ ଧନ୍ୟବାଦ। ଏଇଭଳିଆ ପ୍ରସାର କରି ମାନେ ମୁଁ ଆଜି ବହୁତ ଖୁସି ମାନେ ଅଲ ଓଡିଶାରେ ମୁଁ ଯେତିକି ତାଲିମ ଦେଇଛି ଯେତିକି ଖୁସି ନୁହେଁ ଆଜି ଆପଣ ଏଇ ଯୋଉ ପ୍ରସାର କଲେ ଆମର ଚାଷୀ ଭାଇ ଭଉଣୀ ଦେଖିଲେ ଏଇଭଳିଆ କାର୍ଯ୍ୟ ଚାଲୁ ରଖନ୍ତୁ। ନମସ୍କାର। ଥ୍ୟାଙ୍କ ୟୁ ସାର୍ ଥ୍ୟାଙ୍କ ୟୁ ନମସ୍କାର।